ଖ୍ୟାତନାମା ଗାୟକ କିଶୋର କୁମାରଙ୍କୁ ଶ୍ରଦ୍ଧାଞ୍ଜଳି। ସ୍ୱେଚ୍ଛାସେବୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ସିଦ୍ଧାର୍ଥନଗର ମୁଖ୍ୟ ରାସ୍ତାସ୍ଥିତ ହିମାନି ସେଲିବ୍ରେସନରେ ପ୍ରଖ୍ୟାତ ସିନେ ଗାୟକ ସ୍ୱର୍ଗତ କିଶୋର କୁମାରଙ୍କ 97ତମ ଜନ୍ମଦିନରେ ଏକ ଶ୍ରଦ୍ଧାଞ୍ଜଳି ତଥା ସ୍ମୃତିଚାରଣ ସଭା ଆୟୋଜନ କରାଯାଇଥିଲା। ଏହି ଅବସରରେ ପ୍ରତିଷ୍ଠିତ ଗାୟକମାନେ ଯୋଗଦେଇ କିଶୋର କୁମାରଙ୍କ ସଙ୍ଗୀତ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଭାପତି ଡକ୍ଟର ଶଙ୍କର୍ଷଣ ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଗାୟକ ସୁଦୀପ କୁମାର ସାହୁ ଯୋଗ ଦେଇଥିଲେ। ଇଞ୍ଜିନିୟର ଆଶୁତୋଷ ପାତ୍ର, ଉପସଭାପତି ତଥା ବରିଷ୍ଠ ଓକିଲ ମହେନ୍ଦ୍ରନାଥ ସାହୁ, ଶ୍ୟାମସୁନ୍ଦର ଖାଡଙ୍ଗା, ଅରୁଣ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। କେନ୍ଦ୍ର ସମ୍ପାଦକ ମହମ୍ମଦ ଆସଲମ ଏହି ଅବସରରେ ଅତିଥି ପରିଚୟ ପ୍ରଦାନ କରି ସ୍ୱର୍ଗତ କିଶୋର କୁମାରଙ୍କ ସଙ୍ଗୀତ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ। ଗାୟକ ମାୟାଧର ସାହୁ, ସୁନୀଲ ବିଶ୍ୱାସ, ସତ୍ୟମ ଆଚାରୀ, ଚାନ୍ଦିନୀ ବଡ଼ମୁଣ୍ଡି, ରମେଶ ଚନ୍ଦ୍ର ସେଠୀ, ଅରୁଣ କୁମାର ପାତ୍ର, ବାବୁଲି ମହାରଣା, ସୁନୀଲ କୁମାର ସାହୁଙ୍କ ସମେତ ବହୁ କଳାକାର ଉପସ୍ଥିତ ଥିଲେ। ପ୍ରାରମ୍ଭରେ ସ୍ୱର୍ଗତ କିଶୋର କୁମାରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଅମର ଆତ୍ମାର ସଦ୍ଗତି କାମନା ଲାଗି 2 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ଯୁଗ୍ମ ସମ୍ପାଦକ ପାର୍ବତୀ ପ୍ରସାଦ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।